ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ଦେଖିବାକୁ ଯାଉଛନ୍ତି ସିନ୍ଦୁର ଖେଳରେ ଏକ ଦମଦାର ଏପିସୋଡ। ତ ସ୍କିପ୍ ନ କରି ନିଶ୍ଚିତ ଭାବରେ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ, ବଢ଼ିଆ ଲାଗିବ। ତ ପୂର୍ବରୁ ଦେଖିଥିଲେ ମଲ୍ଲିକାଙ୍କର ଚାଲ, କେମିତି ସେ ଚାଲ କରୁଛନ୍ତି ଆଉ ଆନିଆ ରୋଶନୀକୁ ଘରୁ ବାହାର କରିବା ପାଇଁ ଏକଦମ ଲାଗି ପଡ଼ିଛନ୍ତି। ଆଜି ଆପଣମାନେ ଦେଖିବାକୁ ପାଇବେ, ଯେତେବେଳେ ଆୟାନ ଖାଇବା ପାଇଁକି ପ୍ଲେଟ୍ ଧରିଛନ୍ତି, ସେତେବେଳେ ତାଙ୍କ ହାତରୁ ପ୍ଲେଟ୍ ଛଡ଼େଇ ନେଇଛନ୍ତି ମଲ୍ଲିକା ଆଉ କହିଛନ୍ତି, ତତେ ଯଦି ଭୋକ ଲାଗୁଛି ତୁ ମାମାକୁ କହିବୁ ଯେ ସେ ଖାଇବାକୁ ଦେବ। ତ ସେ ସମୟରେ ସେ ପୁରା ଆଶ୍ଚର୍ଯ୍ୟ କରିଛନ୍ତି ଆଉ ରାଜବୀର ଆସି ପହଞ୍ଚିଛନ୍ତି। ରାଜବୀରକୁ କହିଛନ୍ତି, ଆଉ ଆୟାନଙ୍କର ମା ତ ହଉଛନ୍ତି ରୋଶନୀ, ତ ତାଙ୍କୁ କୁହ ନା ସିଏ ଆସିକି ଆୟାନକୁ ଖାଇବାକୁ ଦବ। ସେ କଣ ପାଇଁ କି ଖାଇବାକୁ ନ ଦେଇକି ଇଆଡେ ସିଆଡେ ବୁଲୁଛି। ଏବେ ତ ରୋଶନୀ କେବଳ ଅଂଶଙ୍କ ଛୁଆଙ୍କୁ ସମ୍ଭାଳିବା ପାଇଁ ଟାଇମ୍ ଲାଗିଛି। ତ ସେତେବେଳେ ରାଜବୀର କହିଛନ୍ତି, ତମେ ବି ତ କାହାର ଛୁଆକୁ ପାଳୁଛ, କିନ୍ତୁ ମାର ରୂପ ନେଇଛ ସତ, କିନ୍ତୁ ତମ ପାଖରେ ମା ପା ହବାର ଗୋଟେ ଛୋଟ ଗୁଣ ବି ନାହିଁ। ଏମିତି କହିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ କରୁଛନ୍ତି। ତ ରାଜବୀର ଆଉ ମଲ୍ଲିକାଙ୍କର ଏଇ କଥା ଶୁଣିକି ରୋଶନୀ ପୁରା ସକ୍ ହେଇଯାଉଛନ୍ତି, କାହିଁକି ନା ରୋଶନୀ ନିଜେ ବୁଝିପାରୁନାହାନ୍ତି ଆକ୍ଚୁଆଲି ରାଜବୀର କଣ ପାଇଁ ମଲ୍ଲିକାଙ୍କ ପାଖରୁ ଏମିତି କଥାବାର୍ତ୍ତା କରିକି ଏମିତି ବିହେଭ୍ କରୁଛନ୍ତି। କିନ୍ତୁ ରୋଶନୀ ମଧ୍ୟ ଲାଗିଛନ୍ତି କେମିତି ଆନିଆକୁ ବଞ୍ଚେଇ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କଣ ଲାଗୁଛି ଆନିଆକୁ ବଞ୍ଚାଇବା ଚକ୍କରରେ ରୋଶନୀ କଣ ରାଜବୀରଠୁ ଦୂରେଇ ଯିବେ ଆଉ ମଲ୍ଲିକା ଏହାର ଫାଇଦା ଉଠେଇବେ? ନା ମଲ୍ଲିକାଙ୍କର ସତ ସମସ୍ତଙ୍କ ସାମ୍ନାକୁ ଆସିବ, ନା ରୋଶନୀଙ୍କର ସତ ସମସ୍ତଙ୍କ ସାମ୍ନାକୁ ଅଂଶ ନେଇ ଆସିବେ? ଫ୍ରେଣ୍ଡସ୍, ବର୍ତ୍ତମାନ ଚାଲିଛି ଏଇ ସିରିଏଲଟା ଏକଦମ ବଡ଼ ଟୁଇଷ୍ଟ। ଯଦି ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି କଣ ହବ ଏଇ ଟୁଇଷ୍ଟରେ, ତାହେଲେ ନିଶ୍ଚିତ ଭାବରେ ଭିଡ଼ିଓଟାକୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ କେମିତି ଲାଗିଲା ଏପିସୋଡଟା ନିଶ୍ଚିତ ଭାବରେ କହିବେ। ତା ସହିତ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଆଉ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରୁଛୁ ତାର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ସୋ ରହିଲୁ, ନେକ୍ସଟ ଭିଡ଼ିଓ ଜଲ୍ଦି ଜଲ୍ଦି ଆସିଯିବ, ତ ୱେଟ୍ କରନ୍ତୁ। ବାଏ ବାଏ।